ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଜୟଦେବ ରାଜନୀତି ସେତିକି ସରଗରମ ହେଉଛି। ଆଜି ବାଲିପାଟଣା ବ୍ଲକ ସ୍ଥିତ ବିଶ୍ୱନାଥପୁରର କୃଷ୍ଣା ମଣ୍ଡପଠାରେ ସ୍ୱାଧୀନ ପ୍ରାର୍ଥୀ ସତ୍ୟପ୍ରିୟ ବେହେରାଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ରାଲି ସହ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସତ୍ୟପ୍ରିୟ ବେହେରାଙ୍କ ସହିତ ପ୍ରାୟ 500ରୁ ଅଧିକ କର୍ମୀ ଉପସ୍ଥିତ ଥିଲେ। ଜୟଦେବରେ କିପରି ଭାବେ ସ୍ୱଚ୍ଛ ଶାସନ ହେବ ଓ ଜୟଦେବରେ କିପରି ଅଧିକରୁ ଅଧିକ ଉନ୍ନତି ହେବା ସହିତ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ ଶ୍ରୀ ବେହେରା କହିଥିଲେ। ସେ ନିର୍ବାଚିତ ହେଲେ ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ଚାଷୀମାନଙ୍କର ଉନ୍ନତି ପାଇଁ 2ଟି କ୍ଲୋର ଷ୍ଟୋର ଓ ନିଜ ତରଫରୁ 2ଟି ଆମ୍ବୁଲାନ୍ସ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଜୟଦେବ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ତାଙ୍କୁ କେଟିଲ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ଜୟ ଜଗନ୍ନାଥ, ଜୟ ଜୟଦେବ। ଆଜି ସତ୍ୟପ୍ରିୟ ବେହେରାଙ୍କର ସାଂଗଠନିକ ବୈଠକ ପଞ୍ଚାୟତ ସ୍ତରୀୟ ଯେଉଁ କାର୍ଯ୍ୟକ୍ରମ ଆମର ଚାଲିଛି, ଆଜି ଗାରେଡ଼ି ପଞ୍ଚାୟତରେ ଆମର ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବହୁ ମାତ୍ରାରେ 100 ମୋଟରେ ମା ମାଉସୀ ଏବଂ ଗୁରୁ ଗୁରୁଜନ ମାନେ ଉପସ୍ଥିତ ଥିଲେ। ଏଥିରେ ପଞ୍ଚାୟତର ବିଭିନ୍ନ ପ୍ରକାର ସମସ୍ୟା ନେଇକି ଆଲୋଚନା କରାଗଲା ଏବଂ ତାଙ୍କୁ ସତ୍ୟପ୍ରିୟ ବେହେରାଙ୍କର ପ୍ରତିଶ୍ରୁତି ଏବଂ ସତ୍ୟପ୍ରିୟ ବେହେରାଙ୍କର ଭିକ୍ଷା ତାଙ୍କୁ ସତ୍ୟପ୍ରିୟ ବେହେରା ମାଗିଲେ। ତେଣୁକରି ମା ମାଉସୀ ମାନେ ଆଶୀର୍ବାଦ ଦେଲେ। ଆଗାମୀ ଦିନରେ ସତ୍ୟପ୍ରିୟ ବେହେରାଙ୍କୁ ସହଯୋଗ କରିବା ପାଇଁ ଆଜିର କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟଭାମା ପୂର୍ବତନ ସରପଞ୍ଚଙ୍କ ସହିତ ବହୁ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ବାଲିପାଟଣାରୁ ବିଶ୍ୱରଞ୍ଜନ ଦାସଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।